हाय गुड मॉर्निंग अनादि बाबू मुई किछि दिन हम मो फोन तो टिके बहुत दूर रे थिली किछि काम लगी मते मो फोन को आने को पड़ला जेंति कि बहुत किछि हिसाब किताब रहि जाउ ता धीरे हम देखिली आपणक कन्या विवाह परे फोटो रील्स छाड़ुची ଆପଣଙ୍କ କନ୍ୟା ମୋତେ ସବୁବେଳେ ଗୋଟେ କଥା କହୁଥିଲା ମୁଁ ସେମାନଙ୍କ ପରି ନୁହେଁ ଯଥା ତାଙ୍କ ବେଷ୍ଟ ଫ୍ରେଣ୍ଡ ତାଙ୍କ ବଡ଼ ଭଉଣୀ ସେ ସେମାନଙ୍କଠୁ ବି ହଜାର ଗୁଣରେ ଅଧିକା ଚରିତ୍ରହୀନ ତମେ ଜାଣିନ ତ ମୁଁ ଯାଇ ହାତ ଯୋଡ଼ି କହିକି ଆସିଥିଲି ଖରା ତାପରେ ବି ଆପଣ ଆପଣଙ୍କ ଝିଅକୁ ସତୀ ସାବିତ୍ରୀ ସଜେଇବା ପାଇଁ ମୋତେ ରାଣ୍ଡୁଆ ବେଧୁଆ ସଜେଇବା ଦେଇ ମିଛରେ ଥାନାକୁ ଗଲେ ଥାନାରେ ଆପଣଙ୍କର ଯାହା ଅବସ୍ଥା ହେଇଥିଲା ଭାରି ଅବାଗିଆ ଲାଗିଥିଲା ମୋତେ ନିଶ୍ଚୟ କିନ୍ତୁ ଆପଣ ଆସି କ'ଣ କହିଥିଲେ ଗାଁରେ ଲୋକମାନଙ୍କ ଆଗରେ ମୁଁ ଆଣ୍ଠେଇକି ଆପଣଙ୍କୁ କ୍ଷମା ପ୍ରାର୍ଥନା କଲି ଆଉ କହିଲି ଯେ ମୋତେ ଛାଡ଼ି ଦିଆଯାଉ ମୋ ମା' ମୋତେ ବହୁତ କଷ୍ଟ କରିକି ପାଳିଛି ବଡ଼ କରିଛି ମୋର ଭୁଲ ହେଇଯାଇଛି ଏଇ ଯେଉଁ ମିଛ ସବୁ ନଥିଲା ଜୀବନର ବିଲିଭ୍ ମି ଏମିତିକା ଛୋଟ ବଡ଼ ମିଛ ପାଇଁ ନା ଆଜି ଏଇ ଅବସ୍ଥା ହେଇଛି ଆଉ ମୁଁ କହିଥିଲି ଆପଣ କନ୍ୟାକୁ ଗୋଟେ ଶେଷ କଥା ଯେ ଲାଇଫ୍ରେ କେବେ ତୋ ଫେସ୍ ମୁଁ ଦେଖିବାକୁ ଚାହେଁନି ଆଉ ତାହା ପାଇଁ କ'ଣ କରିବାକୁ ପଡ଼ିବ ସେଇଟା ତୁ କରିବୁ ମୋର କିଛି କରିବା ଦରକାର ନାହିଁ ଏ କଥା କହିଥିଲି ଆପଣଙ୍କ ଝିଅର ବେଷ୍ଟ ଫ୍ରେଣ୍ଡ ଅବଶ୍ୟ ସିଏ ବି ସେମ୍ ତାରିଖରେ ବାହା ହେଇଛି ଆଜି ଯାଏଁ ଗୋଟେ ବି ଫଟୋ ମୁଁ ତାର ଦେଖିନି ସିଙ୍ଗିଲ୍ ୱାନ୍ ଫଟୋ ଦେଖିନି ମାନିଲି ସେ ଝିଅଟାକୁ କେବେ ବି କୌଣସି ବାଟରେ ଆସିନି ଆପଣଙ୍କୁ ଗୋଟେ ଅଣ୍ଡୁ ରିକ୍ୱେଷ୍ଟ କରୁଛି ଯେ ଟିକେ ଧ୍ୟାନ ଦିଅନ୍ତୁ ଏସବୁ ପ୍ରତି ଥରେ ଯାଇକି କହିକି ଆସିଥିଲି ଆଉ କହିବିନି କି ଆଉ ଜୀବନରେ କେବେ ତୁମେ ମୋ ସହିତ କଥା ହେବାର ସୁଯୋଗ ପାଇବନି ଆଉ ମୁଁ ଯାହା କରିବି ତାହା ସହିବି ହେବନି ଦେଖିକି ବିଚାର କର ସବୁବେଳେ ଆଗୁଆ ସୂଚନା ସହିତ ତୁମ ସୁରକ୍ଷା ପାଇଁ ମୁଁ ନିହାତି ମତାମତ ଦେଇଥାଏ କିନ୍ତୁ ତୁମେ ଅଧିକା ଗାଣ୍ଡି ଚାଲାକିଆ ଲୋକ ଗାଣ୍ଡି ବଜାରିଆ ଲୋକ ତ ମତାମତ ଭିନ୍ନ ଭିନ୍ନ ରଖ ମୋର ସେଥିରେ କିଛି କହିବାର ନାହିଁ ଟିକେ ଦେଖ କ'ଣ ଚାଲିଛି ଖାଲି ଦୋକାନରେ ବସନି ଏ ଖଟିଆଟା କାହିଁ ଏଠି ପକେଇ ତାକୁ କାଢୁନୁ ନଉନୁ ମାନେ ଏଇଟା ନିହାତି ଆଣିକି ଏଠି ରଖିବା ଯାଉଛି ଖଟିଆଟା 3 ଦିନ ହେଣି ଏଇଠି ପଡିଛି ମୁଁ ତ ଦେଖୁଛି ଘର ଫାଙ୍କା କଲେ ନେବେ ତୁ ବା ନାଟ ଫାଙ୍କା କରୁଛି ଫାଙ୍କା କଲେ ଆଣିଦେବେ ତୁ କ'ଣ ଆଣିବୁ ଆରେ ସାଇକେଲଟା କାହିଁ ସେମିତି ଗୁଞ୍ଜିଲୁ ତୁ ଲାଗେ ନା ତୁ ମୋ ସାଇକେଲ ସାଙ୍ଗରେ ତୁ ଜମା ଲାଗେ ନା ମୋ ସାଇକେଲ ସାଙ୍ଗରେ ଗୁଞ୍ଜିକି ତାକୁ ଖତ ଖାଇଯିବ ଏବେ ସେ ପାଖରେ ଟିକେ ବୁଲିଆଲେ ଚାଲି ଆସିବା ମୁଁ ପ୍ରତ୍ୟେକ ଦିନ ସକାଳୁ ଉଠି ଅନାଦି ଯାଉଛି ତମ ଗାଁକୁ ତମେ ଯୋଉ ଲୋକମାନଙ୍କୁ ଗପିନ ହିରି ହଉ ଶୋଇଥା ସବୁ ଶୁଅ ଶୁଅ କିଏ କ'ଣ ତ ବୁଝିଯିବଣି ମୋ କଥା ଟିକେ କେୟାର ନିଅ ଅନାଦି ବାବୁ ନହେଲେ ନୂଆ ନୂଆ ହେଇଛି ଜିନିଷ ନା ଭାଙ୍ଗିଗଲେ ଭାରି କଷ୍ଟ ଲାଗିବ ତମେ ଯେଉଁ ଭାବୁନ ଯେ ସେମିତି କିଛି ହେବନି ମା କସମ କିଛି କଥା ଏମିତି ବି ଅଛି ଦୁନିଆରେ କେହି ସହିପାରିବେନି ତମର ତ କଲଜା ଫାଟିଯିବ ମୁଁ ଜାଣିଛି ତ ତମ କନ୍ୟାକୁ ବି ବୁଝେଇଦବ ଆଉ ତମେ ବି ବୁଝିଯାଅ
मत गोटे सिंगल भी फोटो वीडियो चेहरा देखिबार नहीं आसबार नहीं प्रथम मना कर आज भी से कहूँ आई थिंक बुझी जाइए आ बुझे पारि भी मत से समय भी ना तो मुझे प्रत्येक कथा बुझे पारि गोटे गोटे करी तो से घरे आलू कहीं रखुच मुंड तले देकी काली एक्चुअली मो बापा श्राद्ध तो तार टे घर कम चलता अलिया मलिया सब पड़ता ना कम सरी ना अलिया मलिया हवा ये जानला आउ केते दिन लगे सरिया एक्चुअली घर भीतर कलरटा पूरा आउ थे हम टे डेकोरेट कम रही खाली किसी समय मिलता आर वर्ष टाइल फाइल पकईदेली तो जानी चॉइस भी मोर नाला यहाँ पूर्वा चॉइस था सब जगह ये भी मोर चॉइस नुहे बस मत जड़े भल पाता लोकंर चॉइस तो समस्ते बहुत भल भी कही कि गोटे भी बैड कमेंट सेट्रे आसेनी जे यहीटा भूल अच्छे यहाँ अबागिया अच्छी समस्ते भल कही जमती कि टाइल भी मोर चॉइस नाला मो सांगर चॉइस था तो समस्ते कही भल अच्छे किसी खराब भी नहीं टाइल रे ग्राउंड फ्लोर सब जगह टाइल कुरपा चॉइस करते तू जाइए फैन ऑन करे खाली ग्रेनाइटा मु चॉइस करती फ्लोर जो स्टेप रो यहीटा हम भालूर चॉइस था आगु भी मुझे चॉइस करनी गोटे सेकेंड यहाँ पूरा भालूर कारसादी ये टाइल हम भालू चॉइस करता बस मुझे सेड़ी स्टेपटा को आनी यही स्टेपटा यहाँ ना यहाँ भी पूर्वा बाबूर चॉइस था यहाँ मोर दीटा आइटम है गोटे हूँ स्टेप गोटे हूँ स्लो पिट कैनस हाँ यहीटा मो चॉइस जिनस अच्छे यहाँ मोपाई 28 वर्ष तले आज भी वर्किंग कंडीशन अच्छी सेमती नहीं पानी मोटर सहित खाली ऊपर जालीटा ही ना विश्वास 28 वर्ष भितर किसी है से कलर टिके टिके छाड़ी से रिकवरी कर रखाई सब कम कर खाली गोटे जाली लगे रेडी राउरकेला मत जो छोट 21 आई से मो बापा यहाँ मोप कि कह गले यहाँ मो बापार संपद मो पाखे अच्छे खाली गोटे आउ गोटे आंब गछ आनी गोटे आंब गछ आनी से लगी आउ गोटे आंब गछ आनी लगे कि लगे कौटी जगह ठीक है बोली कंडिया रखी 12 मासी आंब तो दीटा आंब कड़ भी कड़ ना कसी कसी ये नटा गछ आम भालूर मोर जाइलु आनी गोटे जगार बढ़िया माड़ुची ये माड़ला गोटे साई कलर गोटे फूल हम पेंता पेंता कौ दिन काम सर श्रृंखल मुक्त हम किए कह गोटे वर्ष
ଆମ ସାବି ଘର ଏଇ ସାବି ଚାଲିଗଲା କିନ୍ତୁ ତା ଘର ଆଜି ବି ଅଛି ସେମିତି। ହୋଇ ସେ ବାଟେ କ'ଣ ଯିବା ଆସିବା କରୁଛୁ? ଆଇଲେ ଏଠିକି ଆ ପଳେଇଲା। ଏଇଠି କିଛି ଲୋକ ଶୋଇଛନ୍ତି, ସେ ଲୋକମାନଙ୍କୁ ଟିକେ ଦେଖିକି ଆସିବା କାହିଁ ଶୋଇଛନ୍ତି ସେଠି। କ'ଣ ହେଲା? କିଛି ଖାଇନ ସକାଳୁ? ଖାଇନାହାନ୍ତି କାହିଁ? ଘାସ ଟଙ୍ଗା ହେଇଛି, ଛିଣ୍ଡେଇ ଖାଉଛନ୍ତି। ସେମାନଙ୍କୁ ମୁଁ କଷ୍ଟରେ ଅଛନ୍ତି ମୁଁ ଜାଣୁଛି, କିନ୍ତୁ ଏଥିପାଇଁ ରଖିଛି ଯେ ବାହାରକୁ ଗଲେ ହୁଏତ ମରିଯିବେ। ଏଠି କଷ୍ଟ ହଉ ବରଂ ବଞ୍ଚିକି ଅଛନ୍ତି, ସେତିକି ଜରୁରୀ। ପଦ୍ମକୁଣ୍ଡରେ ଏ ବର୍ଷ କ'ଣ ଫୁଟିଲା କ'ଣ ନାହିଁ ଦେଖିପାରିଲିନି, କିନ୍ତୁ ପାଣି ଏକ୍ସେସ୍। ଆର କେୟାର ନେବାକୁ ପଡ଼ିବ ଟିକେ। କେୟାର ଅର୍ଥ ଆକୁ ଟୋଟାଲି ମାଟି ରିମୁଭ୍ କରାହେବ, ତାପରେ ପୁଣି ସାନି ମାଟି ଖତ ଦିଆହେବ, ଦେନ୍ ଚାଲିବ। ଏ ଆମ୍ବ ଗଛଟା ଏ ବର୍ଷ ଫଳିବ? ଏଇ ଆମ୍ବ ଗଛଟା ଏ ବର୍ଷ ଫଳିବ? ତାକୁ ଅଛି ହରମୋନ ହେରିକା କହିଛି ମୋତେ, ସିଜିନ୍ ଆଗରୁ କହିବୁ ମୁଁ ପକେଇବି, ସେ ଫଳିବ। ଆଉ ସେଇ ଯେଉଁ ଆମ୍ବ ଗଛଟା ଅଛି ବାରମାସୀ ଆମ୍ବଟା, ଏଇ ସେଇ ଯେଉଁ ଗଛ ନୁହେଁ କୁଆଁ, ତାକୁ ଏଇଠି ନଗେଇଦେବୁ ପୁରା ବଢ଼ିଆ ଲାଗିବ ସେଇଟା। ସେଇ ଯେଉଁ ଗଛ ନୁହେଁ, ସେଇ ଯେଉଁ ନଗେଇଛି ଗେଟ୍ରେ, ତା ମୂଳ ଭାଙ୍ଗିକି ଏଇଠି ଗୋଟେ ଲଗେଇଦେଲେ ପୁରା ମାଡ଼ିଯିବ ଏଇଠି, ତାର ଝଙ୍କେଇକି ତା ଭିତରେ ହବ। କୋଉରା ଏରା ଟାଣି ଦେଲେ ବାହାରିଯିବ, ଇଏ କ'ଣ ଅଲଗା ଘାସ? ସେଇଆ କହୁଛୁ, ତୁ ଗୋଟେ ଜିନିଷ ତା ଚାରିଆଙ୍ଗୁଳି ଭଳିଆ ଧରି ଟାଣି ଦେଲେ ଅଧଘଣ୍ଟା ଭିତରେ ଇଏ ହେଇଯିବ। ସେଇଆ କହୁଛୁ, ତୁ 24 ଘଣ୍ଟା ଘର ଭିତରେ ରହୁଛୁ, ତୁ ଘାସ ଟିକେ ସଫା କରିପାରୁନୁ, ତୁ କହୁଛୁ ମୋତେ। ପିଜୁଳିଟା କୋଉଦିନ ବଡ଼ ହବ? ଏଇଠି ଗୋଟେ ହେଇଛି। କ'ଣ ଖାଇଛୁ? ଗାଜର ଦେଇଦଉ। ये गाजर के खाइब? नहीं गलु कौन गाजर? नहीं जाऊँ ना गोटा गोटा पछकटा टाटे रखला खत टे आने पद्मकुंड डबा खत शिवलिंगटा हुए तो मो भौणी एटी बसई बहुत दिन तले मिस्ट्री अच्छी कि यार जो कि मुझे गोटे पिंडी कर बस बाध्य हेली एक गोटे चेर देखा जाऊे चेर धीरे गोटे एंगल पाइप पड़ी ये चेर काटिला बेले सेमती किसी फिल है तो बाध्य बस बढ़िया फूल हो दबा को पड़ोनी
ଅଛି ଘରେ ନଦୀ ହେଇକି ଫୁଲ ହେଇଛି ଭଲ ହେଇଛି। ଏଇଟା ଆମର ରିଜିନାଲ ରାସ୍ତା ତ ଜଙ୍ଗଲ ଅବସ୍ଥାରେ ଅଛି। ମୋର ସେକରେ ରୋଡ଼ ଅଛି। ଏଇଟା ମୋ ତିନି ଭାଇଙ୍କର ବଡ଼ବାପା ଦାଦା ଆମର ତିନି ଭାଇଙ୍କର ଏଇଟା ରୋଡ଼ ଥିଲା। ଏଇଟା ଯେହେତୁ ଅନ୍ୟ ଜଣଙ୍କର ରାସ୍ତା ଢଳେଇ ଅଛି ଗୋଟେ ବ୍ୟାକ୍ ଟୁ ବ୍ୟାକ୍ ଯିବା ଆସିବା କରୁଛନ୍ତି। ଖାଲି ପୁଟି ମରା ହେଇ ଛଡ଼ା ହେଇଗଲା ଯେଉଁଥିପାଇଁ କି ଶିଉଳି ହେଇଗଲା। କନସ କାମ ସରିଲାନି। କାମ ସରିଲେ କାନସର ମାନେ ଚାହିଁଲେ ବି ଏଇଟାକୁ ବହୁତ ଭଲ ରୋଡ଼ କରିହେବ କିନ୍ତୁ ସେମାନେ କିଛି କେହି କାହାର ଚାହିଁବାର ନାହିଁ। ବୋଉ ଏକର ରାସ୍ତାଟା ଖୋଲ ଏଥର। ସେଥିପାଇଁ ମୋର ଗୋଟେ ରୋଡ଼ ଅଛି ବାଟେ ବାଇ ମିଷ୍ଟେକଲି କେତେବେଳେ ସୁବିଧା ଅସୁବିଧା ବେଳେ ଯାତାୟାତ ହେଇପାରିବ। ଭାଲୁକୁଣି ଓଷା ଏଠି ସବୁ ହୁଏ ଆମ ମଣ୍ଡପରେ। ଭାଲୁକୁଣି ଓଷା, କାର୍ତ୍ତିକେଶ୍ୱର, ଗଣେଶ ପୂଜା, ସାରଳାଙ୍କ ପୂଜା ସବୁ କିଛି। ମୋ ବୋଉ ଆଜି ତଳେ ପକେଇ ଦେଇଛି ପାରା ଚଢ଼େଇ ଖାଇ ପାରୁନାହାନ୍ତି ଓଦା ହେଇଯାଇଛି। ତାଙ୍କୁ ଗୋଟେ ପାରା ଗୋଟେ ଉପରେ ଦେଇ ଦେଉନୁ ଖାଇବେ ଶୁଖିଲାରେ। ତୁ ଯିବୁ ଆଉ କିଏ ଯିବ?